जय हिंद दोस्तों, मु रोहित सामंत तुम समस्त को मो चैनल रोहित एकेडमी को स्वागत जनाऊँगी। आजिर विषयटी होची ओडिशा हिस्ट्री एंड फ्रीडम। यार प्रथम मॉक टेस्ट को आम्भे देवा। यही प्रश्न गुड़िक निश्चित भाव में तुमर प्रत्येक चाकरी पाई प्रयोज्य अटे। ओडिशार जेते भी चाकरी बाहरुछि यही प्रश्न गुड़िक उपरे आधारित अटे, पर्यवेसित अटे। तो देख प्रथम प्रश्नटी कौन? ओडिशार प्रथम राजवंश। जदि यह को आम देखा ओडिशार प्रथम राजवंश ताहेले ओडिशार प्रथम राजवंश होछि महामेघवाहन वंश। ये तृतीय ऑप्शनटी तुमर सठिक उत्तर हेब, जहा चेदी वंश नाम भी नामित। यही महामेघवाहन वंशटी चेदी वंश भाव मध्य परिचित। यार प्रथम राजा किए थे? प्रथम राजा को देखा, प्रथम राजा ताहले से होचंती महामेघवाहन एर खारवेल। एर खारवेल, एर खारवेल जहाँ आम सम्राट खारवेल नाम भी जानू। तांकर समय कौन थिला? से फर्स्ट सेंचुरी बीसी रे कलिंग रे शासन करथिले। कलिंग रे शासन करुथिले। यार प्रमाण कौन अच्छे? जदि कहीं प्रमाण कथा पचारे ताहेले प्रमाण हैला भुवनेश्वर, भुवनेश्वर पाखस्थ उदयगिरी ठारे जो कौन अच्छे? उदयगिरी ठारे थिबा हाथी गुंफा एटा है यार प्रमाण। यार राजधानी केउटी थिला? राजधानी थिला तुमर कलिंग नगर रे। यार राजधानी कौन थिले कहले कौन कहब? कलिंग नगर यार राजधानी थिला। नेक्स्ट प्रश्नटी को देख। प्रश्न टू रे कौन अच्छी? खारवेल क्यों वंशर शासक थिले? खारवेल क्यों वंशर शासक थिले? एबे देखिले आमे खारवेल महामेघवाहन वंशर शासक थिले। ख्रीष्टपूर्व प्रथम शताब्दी, ख्रीष्टपूर्व प्रथम शताब्दी रे से कलिंग पर शासन करुथिले। हाथी गुंफा शिलालेखरु तांको जीवनी और विजय विषय रे समस्त तथ्य मिले। ये आम देखि सारी प्रथम रे। तृतीय प्रश्नटी को देख। उत्तर है कौन तुमर? या द्वितीय प्रश्नर उत्तर कौन? महामेघवाहन वंश। तृतीय प्रश्नटी को देख। तृतीय प्रश्नटी अच्छी कौन तुमर? हाथी गुंफा शिलालेख क्यों राजा संबंध रे? यहाँ आम एवं देखिले खारवेल, सेटा है कौन? खारवेल। स्थान कौन? भुवनेश्वर निकटस्थ उदयगिरी पर्वत। यार भाषा को अगर भाषा और लिपि को जब देखा, भाषा और लिपि को देखा तो जोटा थिला प्रकृति भाषा
ପ୍ରକୃତି ଭାଷା ଏବଂ ବ୍ରାହ୍ମଣୀ ଲିପି ଭାଷା ପ୍ରକୃତି ଭାଷା ଥିଲା, ପ୍ରାକୃତ ଭାଷା ବି ମଧ୍ୟ କୁହା ଏହାକୁ, ଏବଂ ବ୍ରାହ୍ମଣୀ ଲିପି ଥିଲା। ବିଷୟବସ୍ତୁ କ'ଣ ଥିଲା ସେଇଠି? ଖାରବେଳଙ୍କ ଜୀବନର ପ୍ରଥମ 13 ବର୍ଷର ଶାସନ। ଏଠି କ'ଣ ବିଷୟବସ୍ତୁ ଅଛି? ବିଷୟଟି ହେଲା ତୁମର ଖାରବେଳଙ୍କ ଜୀବନର ପ୍ରଥମ 13 ବର୍ଷ ସେ କିପରି ଶାସନ କରିଥିଲେ ତା ବିଷୟରେ ଲେଖା ହେଇଛି, ଏବଂ ସେ କେଉଁ ଯୁଦ୍ଧ ଜିଣିଥିଲେ, ଯୁଦ୍ଧ ବିଜୟ, ଏହା ବିଷୟରେ ଅଛି ବିଷୟବସ୍ତୁରେ। ଏବଂ ତାଙ୍କ ସୈନ୍ୟବାହିନୀ କେତେ ଥିଲା, ସୈନ୍ୟବାହିନୀ, ତା ସଙ୍ଗେ ସଙ୍ଗେ ସେ କ'ଣ ଜନକଲ୍ୟାଣ କାମ କରିଥିଲେ, ଜନକଲ୍ୟାଣ କାର୍ଯ୍ୟ କରିଥିଲେ, ସବୁ ବିଷୟରେ ଏଠି ଲେଖା ଅଛି। ନେକ୍ସଟ ଭିଡ଼ିଓକୁ ଚାଲ। ଚତୁର୍ଥରେ କ'ଣ ଅଛି ଦେଖ, କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା? ଆମ ସମସ୍ତଙ୍କୁ ଜଣା, କଳିଙ୍ଗ ଯୁଦ୍ଧଟି 261 ଖ୍ରୀଷ୍ଟପୂର୍ବରେ ହୋଇଥିଲା। ପକ୍ଷ ଯଦି ଦେଖିବା, କେଉଁ ପକ୍ଷ ଥିଲେ? ଏହି ଯୁଦ୍ଧ ମଗଧର ମୌର୍ଯ୍ୟ ସମ୍ରାଟ ଅଶୋକ ଏବଂ କଳିଙ୍ଗର ଲୋକମାନଙ୍କ ମଧ୍ୟରେ ହୋଇଥିଲା। କଳିଙ୍ଗର ଲୋକମାନଙ୍କ ମଧ୍ୟରେ ହୋଇଥିଲା। ସେତେବେଳେ କଳିଙ୍ଗର କୌଣସି ରାଜା ନଥିଲେ, ଲୋକମାନଙ୍କ ଦ୍ୱାରା ଶାସିତ ହେଉଥିଲା। ତ ଅଶୋକ ଏବଂ କଳିଙ୍ଗର ଲୋକମାନଙ୍କ ମଧ୍ୟରେ ହୋଇଥିଲା। କେଉଁଠି ହେଇଥିଲା ଯଦି ଦେଖିବା, ଏହା ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଥିବା ଧଉଳି ପର୍ବତ ପାଖରେ ହୋଇଥିଲା। ଏଇଟା ଦୟା ନଦୀ କୂଳରେ ଯେଉଁ ଧଉଳି ପର୍ବତ ଅଛି, ଧଉଳି ପର୍ବତ ପାଖରେ ହୋଇଥିଲା। ଏହି ଯୁଦ୍ଧର ଫଳାଫଳଟା ଯଦି ଟିକେ ଦେଖିବା, ଫଳାଫଳକୁ ଯଦି ଦେଖିବା, କ'ଣ ହେଲା? ଯୁଦ୍ଧର ଭୟଙ୍କର ରକ୍ତପାତ ଦେଖି ଅଶୋକଙ୍କ ହୃଦୟ ପରିବର୍ତ୍ତନ ହୋଇଥିଲା। ସେ ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତିତ ହୋଇଥିଲେ। ରାଜାଙ୍କର ହୃଦୟ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଥିଲା ରକ୍ତପାତ ଦେଖି, ଯୁଦ୍ଧର ବିଭୀଷିକା ଦେଖି। ନେକ୍ସଟ ପ୍ରଶ୍ନଟିକୁ ଦେଖ। ପ୍ରଶ୍ନ 5ରେ କଳିଙ୍ଗ ଯୁଦ୍ଧ କାହା ମଧ୍ୟରେ ହୋଇଥିଲା? ଏବେ ଆମେ ଏହା ବିଷୟରେ ଜାଣିଲେ। ଅଶୋକ ଏବଂ କଳିଙ୍ଗ ମଧ୍ୟରେ ଏହା ହୋଇଥିଲା। ନେକ୍ସଟ ପ୍ରଶ୍ନଟିକୁ ଦେଖ। ଓଡ଼ିଶାର କେଉଁ ଶାସକ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ? ଆମ୍ଭେ ଯଦି ଦେଖିବା ତ କେଉଁ ଅପସନ୍ଟି ସଠିକ୍ ଅଟେ? ନରସିଂହ ପ୍ରଥମ ଦେବ। ଏଇଟା ତୁମର ସଠିକ୍ ଉତ୍ତର ଅଟେ। ପ୍ରବଳ ପ୍ରତାପୀ ଲାଙ୍ଗୁଳା ନରସିଂହ ଦେବ କୋଣାର୍କର ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ। ସମୟକୁ ଯଦି ଦେଖିବା, ସମୟ କ'ଣ ଥିଲା? ସମୟ 1238ରୁ ଏହା 1264 ଯାଏ ନିର୍ମିତ ହୋଇଥିଲା। କାରିଗର କିଏ ଥିଲେ? କାରିଗର ପ୍ରମୁଖ କିଏ ଥିଲେ? ବିଶୁ ମହାରଣା। ନିର୍ମାଣ ଶୈଳୀ କିପରି ଥିଲା? ଯଦି ଦେଖିବା ନିର୍ମାଣ ଶୈଳୀକୁ ଯଦି ଦେଖିବା, ଏହା ରଥ ଆକୃତିର ଥିଲା।
ରଥ ଆକୃତିର ତିଆରି ହୋଇଥିଲା। ଏଇଠି 24ଟି ଚକ ଏବଂ 60ଟି ଘୋଡ଼ା ଅଛନ୍ତି। ଏ ରଥ ଆକୃତିରେ 24ଟି ଚକ ଏବଂ 60ଟି ଘୋଡ଼ା ଅଛନ୍ତି। 60ଟି ଘୋଡ଼ା ଅଛନ୍ତି। ଏହାକୁ ବିଶେଷ ଭାବରେ କାହିଁକି ଯଦି ଦେଖିବା, ଏହାର ଉପମାନ ଦେଇଥିଲେ ଇଂରେଜମାନେ, ଏହାର ଉପମାନ ଦେଇଥିଲେ। ସେମାନେ କହୁଥିଲେ, ଇଂରେଜମାନେ ଏହାକୁ କହୁଥିଲେ ବ୍ଲାକ୍ ପେଗୋଡ଼ା। ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଇଂରେଜମାନେ କ'ଣ କହୁଥିଲେ? ବ୍ଲାକ୍ ପେଗୋଡ଼ା। ଇଂରେଜମାନେ ଏହାକୁ ବ୍ଲାକ୍ ପେଗୋଡ଼ା ବୋଲି କହୁଥିଲେ। ଏ ପ୍ରଶ୍ନ କେବେ କେବେ ଆସିପାରେ ପ୍ରଶ୍ନରେ। ଏଇଟା ବହୁତ ଇମ୍ପୋର୍ଟାଣ୍ଟ, ତେଣୁ ମନେ ରଖିବ। ନେକ୍ସଟ ପ୍ରଶ୍ନଟିକୁ ଦେଖ, 7 ନମ୍ବର ପ୍ରଶ୍ନଟିକୁ। 7ରେ କ'ଣ ଅଛି ଦେଖ। ଶ୍ରୀ ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରିଥିଲେ? ଏଇଟା ଯଦି ଦେଖିବା, ଅନନ୍ତ ବର୍ମା ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ଏହା ନିର୍ମିତ ହୋଇଥିଲା। ଦେଖ, ସମୟକୁ ଦେଖିବା ଯଦି, ଏଇଟା 1200 ସେଞ୍ଚୁରୀ 12th ସେଞ୍ଚୁରୀରେ ନିର୍ମାଣ କାର୍ଯ୍ୟ ପାଖାପାଖି ହୋଇଥିଲା। ଏବଂ ଯଦି ଦେଖିବା ପୁରା ସମୟକୁ 1135ରୁ ଏହା 1150 AD ଆଫ୍ଟର ଡେଥ୍ ଅଫ୍ ଖ୍ରୀଷ୍ଟ ଯାଏ ଚାଲିଥିଲା। ସମାପ୍ତ ବା ପୂର୍ଣ୍ଣ ରୂପରେଖା ଓ ପରିବର୍ତ୍ତନ କିଏ କରିଥିଲେ? ଏହାର ସମ୍ପୂର୍ଣ୍ଣ ବା ପୂର୍ଣ୍ଣ ରୂପରେଖା କିଏ କରିଥିଲେ? ଯଦି ଆସେ, ଆରମ୍ଭ ତ ଅନନ୍ତ ବର୍ମା ଚୋଡ଼ଗଙ୍ଗ ଦେବ କରିଥିଲେ। ପୂର୍ଣ୍ଣ ସ୍ୱରୂପ କିଏ ଦେଇଥିଲେ? ଏହା କେବେ କେବେ ପ୍ରଶ୍ନରେ ଆସେ। ତାହେଲେ ଲେଖିବ ଭୀମଦେବ ତୃତୀୟ ଅଙ୍କ, ଅନଙ୍ଗ ଭୀମଦେବଙ୍କ ଦ୍ୱାରା ଏହା ସମ୍ପୂର୍ଣ୍ଣ ଲାଭ ହୋଇଥିଲା। କେତେ? ଅନଙ୍ଗ ଭୀମଦେବ ତୃତୀୟଙ୍କ ଦ୍ୱାରା ଏହା ସମ୍ପୂର୍ଣ୍ଣ ରୂପେ ନିର୍ମିତ ହୋଇଥିଲା। ସ୍ଥାପତ୍ୟ କ'ଣ ଅଛି? ଯଦି ଏହାକୁ ତୁମେ ଦେଖ, ଏଠି ସ୍ଥାପତ୍ୟ କ'ଣ? ଏହା କଳିଙ୍ଗ ସ୍ଥାପତ୍ୟର ନିଦର୍ଶନ ଅଟେ, ଶୈଳୀ ଅଟେ। ଏହାର ଉଚ୍ଚତାକୁ ଯଦି ଦେଖିବା, ଉଚ୍ଚତାକୁ ଯଦି ଦେଖିବା, କେତେ? 214 ଫୁଟ ଥିଲା। ଏହା 214 ଫୁଟର ଉଚ୍ଚତା ବିଶିଷ୍ଟ ଥିଲା। ଏବଂ ଆଉ କ'ଣ ଏଠି ଅଛି? ଏହାର ଯେଉଁ ପ୍ରସିଦ୍ଧ ଅଛି ତାହା ହେଉଛି ନୀଳଚକ୍ର। ମନ୍ଦିର ଚୂଡ଼ାରେ ଥିବା ନୀଳଚକ୍ର 6 ଧାତୁରେ ନିର୍ମିତ ଥିଲା। 6ଟି ଧାତୁରେ ନିର୍ମିତ। ପତିତପାବନ ବାନା ବୋଲି କୁହାଯାଏ। ଦେଖ, ନେକ୍ସଟ ପ୍ରଶ୍ନଟିକୁ ଦେଖ କ'ଣ ଅଛି। 8ମ ପ୍ରଶ୍ନ, ଓଡ଼ିଶାର ଶେଷ ହିନ୍ଦୁ ରାଜା କିଏ ଥିଲେ? ସେ ଥିଲେ ମୁକୁନ୍ଦ ଦେବ। ଏଇଟା ପ୍ରଥମ ଅପସନ୍ଟା ସଠିକ୍ ହେବ। ଦେଖ, ବଂଶ କ'ଣ ଥିଲା ଯଦି ଆସେ, ତାହେଲେ ସେ ଥିଲେ କେଉଁ ବଂଶର? ଚାଲଡିୟ ବଂଶର ଥିଲେ। ଶାସନ ସମୟ କ'ଣ ଥିଲା? 1560ରୁ ସେ 1568 ଯାଏ ଶାସନ କରିଥିଲେ। ଏହାଙ୍କ ବୀରତ୍ୱ ଯଦି ଦେଖିବା, ତ ବଙ୍ଗଳାର ସୁଲତାନକୁ ସେ ବାରମ୍ବାର ପରାଜିତ କରିଥିଲେ। ପତନର କାରଣ ଯଦି ଦେଖିବା, ଏଇଟା କ'ଣ ହେଇଥିଲା? ପତନର କାରଣ କ'ଣ ଥିଲା? ଖ୍ରୀଷ୍ଟାବ୍ଦ 1568ରେ ବଙ୍ଗଳାର ସୁଲତାନ ସୁଲେମାନ ଓଡ଼ିଶାକୁ ଆକ୍ରମଣ କରିଥିଲେ
କଳିଙ୍ଗକୁ ଆକ୍ରମଣ କରିଥିଲେ ଏବଂ ଗହୀର ଟିକିରା ଯାହାକି ଏବେ ଭଦ୍ରକରେ ଅଛି ସେଇଠି ମୁକୁନ୍ଦ ଦେବ ପରାଜିତ ହୋଇଥିଲେ ଏବଂ ପ୍ରାଣ ହରାଇଥିଲେ। ପ୍ରଶ୍ନଟିକୁ ଦେଖ। ପାଇକ ବିଦ୍ରୋହ କେବେ ଆରମ୍ଭ ହୋଇଥିଲା? ପାଇକ ବିଦ୍ରୋହ ଏଇଟା ଦେଖ, ସିପାହୀ ବିଦ୍ରୋହ ଯଦି ଆସିବ 1857 ଲେଖିବ, କିନ୍ତୁ ପାଇକ ବିଦ୍ରୋହ ଓଡ଼ିଶାରେ ଯାହା ହେଇଥିଲା ତାହା ହେଲା 1817 ଖ୍ରୀଷ୍ଟାବ୍ଦରେ ହୋଇଥିଲା। କେଉଁଟା? 1817 ଖ୍ରୀଷ୍ଟାବ୍ଦରେ ଏହା ହେଇଥିଲା। ନେତୃତ୍ୱ କିଏ ନେଇଥିଲେ? ନେତୃତ୍ୱ ନେଇଥିଲେ ଏହାର ବକ୍ସି ଜଗବନ୍ଧୁ। ବକ୍ସି ଜଗବନ୍ଧୁ ଏହାର ନେତୃତ୍ୱ ନେଇଥିଲେ। ତାଙ୍କର ପୁରା ନାମ କ'ଣ? ଜଗବନ୍ଧୁ ବିଦ୍ୟାଧର। ଏଇଟା ମନେ ରଖିବ, କେବେ କେବେ ପ୍ରଶ୍ନ ଆସେ। ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ। ଏଇଟା କେବେ କେବେ ପ୍ରଶ୍ନରେ ଆସିପାରେ। ବକ୍ସି ଜଗବନ୍ଧୁଙ୍କ ପୁରା ନାମ କ'ଣ? ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ନାମରେ ସେ ପରିଚିତ ଥିଲେ। ଏହି ପାଇକ ବିଦ୍ରୋହର କାରଣ କ'ଣ ଥିଲା? ଯଦି କାରଣକୁ ଦେଖିବା, କାରଣ କ'ଣ ଥିଲା? କାରଣ ଥିଲା ଇଂରେଜମାନଙ୍କ ଦ୍ୱାରା ଯେଉଁ ସେମାନେ ଟ୍ୟାକ୍ସ ଆଦାୟ କରୁଥିଲେ, ଭୂ ରାଜସ୍ୱ ନୀତି ଏହାର ମୁଖ୍ୟ କାରଣ ଥିଲା। ସ୍ଥାନ କେଉଁଠି ଏହା ସଂଗଠିତ ହେଲା? ସ୍ଥାନ କେଉଁଠି? ଏହା ଖୋର୍ଦ୍ଧାରୁ ଆରମ୍ଭ ହୋଇଥିଲା। ଖୋର୍ଦ୍ଧା ଡିଷ୍ଟ୍ରିକ୍ଟରୁ ଆରମ୍ଭ ହୋଇଥିଲା। ଆରମ୍ଭ ହୋଇ ପରେ ପୁରୀ, ବାଣପୁର, ପିପଲି ପର୍ଯ୍ୟନ୍ତ ବ୍ୟାପିଥିଲା। ଦେଖ, ଘଟଣାଟି କ'ଣ ଘଟିଥିଲା? ଘଟଣା ଯଦି ଦେଖିବା ଘଟଣା 1817 ମାର୍ଚ୍ଚ ମାସରେ, ମନେ ରଖିବ, ମାର୍ଚ୍ଚ ମାସରେ ଘୁମୁସୁର ଅଞ୍ଚଳରୁ, କେଉଁ ଜାଗାରୁ? ଘୁମୁସୁର ଅଞ୍ଚଳରୁ ପାଖାପାଖି 400 ଜଣ, କେତେ ଜଣ? 400 ଜଣ କନ୍ଧ ଲୋକ ଖୋର୍ଦ୍ଧା ଆସିଲେ, ଯାହାର ନେତୃତ୍ୱ ବକ୍ସି ଜଗବନ୍ଧୁ ନେଇଥିଲେ ଏବଂ ସେମାନେ ଇଂରେଜମାନଙ୍କ କଚେରୀ ଏବଂ ଥାନାକୁ ପୋଡ଼ି ଦେଲେ। ନେକ୍ସଟ ପ୍ରଶ୍ନଟିକୁ ଦେଖ, ଏଇଠି କ'ଣ ଅଛି? 10ମ ପ୍ରଶ୍ନଟିକୁ ଦେଖ, ଏଇଠି କ'ଣ ଅଛି? ପାଇକ ବିଦ୍ରୋହର ନେତା କିଏ ଥିଲେ? ଏବେ ଆମେ ଦେଖିଲେ ପାଇକ ବିଦ୍ରୋହର ନେତା ଥିଲେ ବକ୍ସି ଜଗବନ୍ଧୁ। ଏବଂ ମନେ ରଖିବେ, ଏହା ହେଉଛି ଭାରତର ପ୍ରଥମ ସଶସ୍ତ୍ର ସଂଗ୍ରାମ। ଏହା ପୂର୍ବରୁ କେହି ଅସ୍ତ୍ରଶସ୍ତ୍ରରେ ବିଦ୍ରୋହ କରିନଥିଲେ ବା ଆନ୍ଦୋଳନ କରିନଥିଲେ। ଖୋର୍ଦ୍ଧା ରାଜାଙ୍କ ସୈନ୍ୟବାହିନୀର ମୁଖ୍ୟ ତୁଙ୍ଗ ନେତା ଯଦି ଦେଖାଯାଏ, ଖୋର୍ଦ୍ଧା ରାଜାଙ୍କ ସୈନ୍ୟବାହିନୀର ମୁଖ୍ୟ ଅନ୍ୟ ତୁଙ୍ଗ ନେତାମାନେ ପ୍ରଥମେ ହେଲେ ବକ୍ସି ଜଗବନ୍ଧୁ ଏବଂ ଅନ୍ୟ ଯଦି ତୁଙ୍ଗ ନେତା ପ୍ରଶ୍ନରେ କେବେ କେବେ ଆସେ, ତାହେଲେ ସେଇଠି ଆସିବ ନା କାହାର? ଜୟୀ ରାଜଗୁରୁ, ଦୀନବନ୍ଧୁ ସନ୍ତରା,
ଦୀନବନ୍ଧୁ ସନ୍ତରା, କୃତିବାସ ପାଠଶାଳୀ, କୃତିବାସ ପାଠଶାଳୀ ଏବଂ ପିନଣ୍ଡି ବାହୁବଲେନ୍ଦ୍ର। ପିନଣ୍ଡି ବାହୁବଲେନ୍ଦ୍ର ଏମାନେ ଥିଲେ ବଲେନ୍ଦ୍ର। ଖୋର୍ଦ୍ଧା ରାଜା ମୁକୁନ୍ଦ ଦେବ ଦ୍ୱିତୀୟଙ୍କୁ ପୁଣି ଥରେ ଶାସନ ଗାଦିରେ ବସାଇବା ପାଇଁ ଏହି ବିଦ୍ରୋହର ଆରମ୍ଭ ହୋଇଥିଲା। ଏଇଟା ଦ୍ୱିତୀୟ କାରଣ ଥିଲା। ତାହେଲେ ନିଶ୍ଚିତ ଭାବରେ ଏହି ପ୍ରଶ୍ନଗୁଡ଼ିକ ତୁମ ମନରେ ଲାଖି ଯାଇଥିବ ଏବଂ ଏହାକୁ ତୁମେ ମନେ ରଖିବ, ଯାହାକି ତୁମ ପରୀକ୍ଷା ପାଇଁ ବିଶେଷ ଉପଯୋଗୀ ଅଛି ଏବଂ ଏହା ଦ୍ୱାରା ହିଁ ତୁମେ ଆସନ୍ତା ସମୟରେ ଓଡ଼ିଶାର ଯେତେ ବି ଚାକିରି ବାହାରୁଛି ସେଇଟିକୁ ପାଇପାରିବ। Thanks for watching this video. Thank you very much.